ଖରା ଦିନ ଆସିଲେ ଲସିର ଚାହିଦା ବହୁତ ବଢ଼ି ଯାଇଥାଏ। ଆଜି ଆମେ ଶାଗୁ ଲସି ବନେଇ ନେବା। ଆଗକୁ ଆସୁଛି ଜାଗର, ଆପଣ ଜାଗରରେ ବନେଇକି ପିଇପାରିବେ। କିଛି ଓଷାବ୍ରତ ସ୍ପେଶାଲ ମାନଙ୍କରେ ହେଉ ବା ଖରାଦିନେ ମଧ୍ୟ ବନେଇ ପାରିବେ। ଆଉ ବନେଇବା ବହୁତ ସହଜ, ମାତ୍ର 2 ମିନିଟରେ ବନେଇକି ରେଡ଼ି ହେଇଯିବ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ପ୍ରଥମେ ଶାଗୁ ଲସି ବନେଇବା ପାଇଁ ମୁଁ ଏଠି ଅଧା କପ୍ ଶାଗୁକୁ ପାଣିରେ ବତୁରେଇକି ରଖିଥିଲି। ଗୋଟେ କଥା ଧ୍ୟାନ ଦେବେ, ଶାଗୁକୁ ଭଲସେ ବତୁରେଇବେ। ଅଧା କପ୍ ଶାଗୁରେ ପାଖାପାଖି 5ରୁ 6 ଗ୍ଲାସ୍ ଲସି ବନେଇକି ରେଡ଼ି ହେଇଯିବ। ଚାଲନ୍ତୁ ପ୍ରଥମେ ଗୋଟେ ମିକ୍ସିଂ ଜାର୍ ନେବା। ଜାର୍ରେ ମୁଁ କ'ଣ କରୁଛି ନା ଅଧା କପ୍ ନଡ଼ିଆ ଦେଇଦେବି। ଯେହେତୁ ମୁଁ ଏଠି ନଡ଼ିଆକୁ କାଟିକିରି ୟୁଜ୍ କରିଛି, ପ୍ରଥମେ ଗ୍ରାଇଣ୍ଡ କରି ନେବା। ମିଠାର ସ୍ୱାଦ ପାଇଁ ମୁଁ ଏଠି ଚିନି ବ୍ୟବହାର କରିଛି 2 ଚାମଚ। ଆପଣ ଯଦି ଚାହିଁବେ ଚିନି ଜାଗାରେ ମିଶ୍ରି ମଧ୍ୟ ନେଇପାରିବେ। ତା ସହିତ ମିଠାର ପରିମାଣ ଆପଣଙ୍କ ଉପରେ ନିର୍ଭର କରେ, କମ୍ ବେଶୀ କରିପାରିବେ। ଏବେ ଆମେ ଗ୍ରାଇଣ୍ଡ କରି ଆଣିବା। ଗ୍ରାଇଣ୍ଡ କରି ସାରିଲା ପରେ ଯେହେତୁ ମୁଁ ଏଠି ଟିକେ ଡେକୋରେସନ୍ ଉପରେ କରିବି, ସେଥିପାଇଁ 2 ଚାମଚ ନଡ଼ିଆକୁ କାଢ଼ି ନେଉଛି। ଯଦି ଆପଣ କୋରା ନଡ଼ିଆ ବ୍ୟବହାର କରୁଥିବେ ତାହେଲେ କାଢ଼ିବା ଦରକାର ନାହିଁ, ଆପଣ ଆଗରୁ ରଖିପାରିବେ। ଏବେ ଆମେ ଫଳ ୟୁଜ୍ କରିବା। ମୁଁ କେବଳ ଫଳରେ ଏଠି କଦଳୀ ନେଇଛି। ଆପଣ ଯଦି ଚାହିଁବେ ଏଠି ଆପେଲ୍ ମଧ୍ୟ ଦେଇପାରିବେ। ଆଉ ଗ୍ରାଇଣ୍ଡିଙ୍ଗ କରିନେବେ, ଛୋଟ ପିଲାମାନେ ଜାଣିପାରିବେନି, ବହୁତ ସ୍ୱାଦ ମଧ୍ୟ ଆସିଥାଏ। କଦଳୀ ଦେଇ ସାରିଲା ପରେ ମୁଁ ଏଠି କ'ଣ କରୁଛି ନା 2 ଚାମଚ ଶାଗୁ ଦେଉଛି। ଯେହେତୁ ମୁଁ ଏଠି 2 ଗ୍ଲାସ୍ ବନେଇବି, ସେଥିପାଇଁ 2 ଚାମଚ ନେଇଛି, ମାନେ ବଡ଼ ଚାମଚରେ 2 ଚାମଚ, ଛୋଟ ଚାମଚରେ ହେଲେ 4 ଚାମଚ ମୁଁ ଏଠି ବ୍ୟବହାର କରିଛି। ତା ସହିତ ଅଧା କପ୍ ଏଠି ଆମେ ଫ୍ରେଶ୍ ଦହି ୟୁଜ୍ କରିବା। ଖଟା ଦହି ଦେବେନି, ଫ୍ରେଶ୍ ଦହି ଦେବେ। ଦେଇ ସାରିଲା ପରେ ସବୁ ଜିନିଷକୁ ଚିକଣ କରି ଗ୍ରାଇଣ୍ଡ କରି ଆଣିବେ। ଏଠି ଦେଖିପାରୁଥିବେ ମୁଁ ଗ୍ରାଇଣ୍ଡ କରି ନେଇଛି। ଥଣ୍ଡା ଥଣ୍ଡା ଶାଗୁ ଲସିକୁ ଚାଲନ୍ତୁ ସର୍ଭ କରିବା। ସେଥିପାଇଁ ପ୍ରଥମେ ମୁଁ ଗୋଟେ କାଚ ଗ୍ଲାସ୍ ନେଇଛି, ସେଥିରେ ଆମେ 2 ଚାମଚ ଚିଆ ସିଡ୍ ଦେଇଦେବା। ମୁଁ ଏଠି ଚିଆ ସିଡ୍କୁ 5ରୁ 10 ମିନିଟ୍ ପୂର୍ବରୁ ପାଣିରେ ବତୁରେଇକି ରଖିଥିଲି। ଆକୁ ନିଶ୍ଚୟ ଲସିରେ ୟୁଜ୍ କରିବେ, ଯାହାଫଳରେ ପେଟ ଥଣ୍ଡା ରହିବା ସହିତ ଆଉ ୱେଟ୍ ମଧ୍ୟ ଲସ୍ ହେଇଥାଏ। ଆପଣଙ୍କୁ ଟ୍ରାଏ କରନ୍ତୁ, ଯଦି ଆପଣଙ୍କ ପାଖରେ ନାହିଁ ସ୍କିପ୍ କରିପାରିବେ। ତା ସହିତ ମୁଁ ଏଠି କିଛି ଡାଳିମ୍ବକୁ ଛଡ଼େଇକି ଦେଇଦେଉଛି ସୁନ୍ଦର ଦେଖାଯିବା ପାଇଁ। ଅଳ୍ପ କିଛି ଆପେଲ୍କୁ ମଧ୍ୟ କାଟିକିରି ଦେଇଦେବି। ତା ସହିତ ଅଳ୍ପ କିଛି ଅଙ୍ଗୁରକୁ ମଧ୍ୟ କାଟିକିରି ଦେଇଦେଉଛି। ଦେଇ ସାରିଲା ପରେ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ଶାଗୁକୁ ମଧ୍ୟ ଏଠି ଦେଇଦେବା। ଆପଣ ଯେତେବେଳେ ଶାଗୁ ଲସି ପିଇବେ, ଯେଉଁମାନେ ଶାଗୁ ଖାଇବା ପାଇଁ ପସନ୍ଦ କରୁନାହାନ୍ତି ସେମାନଙ୍କୁ ଦେବେ, ସେମାନେ ବି ଜାଣିପାରିବେନି ଏଥିରେ ଶାଗୁ ପଡ଼ିଛି ବୋଲି। ଉପରେ କିଛି ଫ୍ରୁଟ୍ସକୁ କାଟିକିରି ଦେଇଦେବା। ଦେଇ ସାରିଲା ପରେ ନଡ଼ିଆ ଅଳ୍ପ ଦେଇଦେବା। ଏବେ ଆମର ଶାଗୁ ଲସି ବନିକି ରେଡ଼ି ସରିଲାଣି। ଆପଣଙ୍କୁ ଟ୍ରାଏ କରନ୍ତୁ, ମୋ ସହିତ ନିଶ୍ଚୟ ସେୟାର କରନ୍ତୁ। ଧନ୍ୟବାଦ।